ବର୍ଷକର ଅପେକ୍ଷା ପରେ ଆଜି ପୁଣି ଫେରି ଆସିଛି ରଜ ମଉଜ। ଓଡ଼ିଶାର ଏକ ଗଣପର୍ବ ତଥା କୃଷିଭିତ୍ତିକ ପର୍ବ ହେଉଛି ରଜ। ଓଡ଼ିଶାର ଅନେକ ସ୍ଥାନମାନଙ୍କରେ ରଜ ପର୍ବକୁ ପାଳନ କରାଯାଏ। ଆଜି ଓଡ଼ିଶାର ପ୍ରତ୍ୟେକ ସହର ଏବଂ ଗାଁ ଗହଳିରେ ଘରେ ଘରେ ତଥା ପୁରଠୁ ପଲ୍ଲୀ ପର୍ଯ୍ୟନ୍ତ ସବୁଆଡ଼େ ରଜ ପର୍ବକୁ ଖୁବ୍ ଆନନ୍ଦ ଉଲ୍ଲାସରେ ଲୋକେ ପାଳନ କରିଥାନ୍ତି। ଆଜି ପହିଲି ରଜରେ ପୁଲକିତ ହୋଇ ଉଠିଛି ଧରିତ୍ରୀ ମାତା। ପ୍ରତିଟି ଘରେ ଆଜି ଆନନ୍ଦ ଓ ଉଲ୍ଲାସ ମାହୋଲ। ନୂଆ ପୋଷାକ ପିନ୍ଧି ପିଠା ମିଠା ଖାଇ ରଜ ପାଳନ କରୁଛନ୍ତି ପ୍ରତ୍ୟେକ ଓଡ଼ିଆମାନେ। ସକାଳର ଆରମ୍ଭରୁ ସୂର୍ଯ୍ୟ ଉଦୟ ପରେ ଜମିଛି ରଜ ଆସର। ସାଧାରଣତଃ ରଜ ପର୍ବ ସଜବାଜରୁ ଆରମ୍ଭ ହୋଇଥାଏ। ପହିଲି ରଜର ପୂର୍ବ ଦିନକୁ ସଜବାଜ କୁହାଯାଏ। ପରମ୍ପରା ଅନୁସାରେ ଏହି ପର୍ବ 3 ଦିନ ଧରି ପାଳନ କରାଯାଇଥାଏ। ଓଡ଼ିଶାର ଚଷାପୁଅ ଚାଷ କାର୍ଯ୍ୟ ବନ୍ଦ କରିଥାନ୍ତି। ବିଶ୍ୱାସ କରାଯାଏ ଯେ ଏହି ଦିନ ଧରିତ୍ରୀ ମାତା ବିଶ୍ରାମ ନିଅନ୍ତି। ସହରରେ ରହୁଥିବା ସମସ୍ତ ଓଡ଼ିଆ ରଜ ଆସିଲେ ଗାଁ ମୁହାଁ ହୋଇଥାନ୍ତି। ଘରେ ଘରେ ବନ୍ଧୁ ବାନ୍ଧବଙ୍କ ଯିବା ଆସିବା ଲାଗି ରହିବା, ପିଠାପଣାରେ ଘର ମହକିଥାଏ। ରଜର ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନ ଶେଷ ରଜ ବୋଲି କୁହାଯାଏ। ଆମ ରାଜ୍ୟ ଓଡ଼ିଶା ପରମ୍ପରା ଓ ସଂସ୍କୃତିର ଘଣ୍ଟାଘର। ଏଠାରେ 12 ମାସରେ 13 ପର୍ବ ପାଳନ କରାଯାଇଥାଏ। ଏହି ରଜ ପର୍ବରେ ମାଟି ମାଆକୁ ପୂଜା କରିବା ସହ ନାରୀର ନାରୀତ୍ୱକୁ ଆମେ ପାଳନ କରିଥାଉ। ରଜ 3 ଦିନ ଧରି ଝିଅମାନଙ୍କୁ ରାଜକୁମାରୀ ଭଳି ସଂସ୍କାର କରାଯାଇଥାଏ। ସାଧାରଣତଃ ଝିଅମାନେ ଏହି 3 ଦିନ ଘରର କୌଣସି କାମ କରନ୍ତି ନାହିଁ। ଆଜିର ଦିନରେ ଘରେ ଘରେ ବିଭିନ୍ନ ପ୍ରକାରର ପିଠା ମିଠା ତିଆରି ହୋଇଥାଏ। ଚକୁଳି, ମଣ୍ଡା, ପୋଡ଼, ଏଣ୍ଡୁରି, ଗଇଠା, ଇଟିଲି, ଆରିସା, କାକରା ଆଦି ବିଭିନ୍ନ ପିଠା ସହ କ୍ଷୀରି ମିଠା ଆଦି ଘରେ ତିଆରି କରାଯାଇଥାଏ। ଝିଅମାନେ ସକାଳୁ ଉଠି ଗାଧୋଇ ପାଧୋଇ ନୂଆ କପଡ଼ା ପିନ୍ଧନ୍ତି। ସଜବାଜ ହୋଇ ବଡ଼ମାନଙ୍କ ଆଶୀର୍ବାଦ ନେଇ ବୁଲାବୁଲି କରିବା ସହ ଦୋଳି ଖେଳି ରଜର ମଜା ଉଠାଇଥାନ୍ତି। ଝିଅମାନଙ୍କ ପାଇଁ ଗାଁର ପୁରୁଷ ଓ ବଡ଼ମାନେ ବିଭିନ୍ନ ପ୍ରକାରର ଦୋଳି ଲଗାଇଥାନ୍ତି। ସାଧାରଣତଃ ରଜ ଦିନ ଖାଇବା ବା ନିଶ୍ଚିତ ବିଭିନ୍ନ ଦୋକାନ ବଜାରରେ ରଜର ବିଭିନ୍ନ ପ୍ରକାରର ମସଲା ଦିଆ ପାନ ବିକ୍ରି ହୋଇଥାଏ। ପାନରେ ଗୁଆ, ମଧୁରୀ, କେଶର ଓ ଶୁଖିଲା ନଡ଼ିଆ ସମେତ ପ୍ରାୟ 22 ପ୍ରକାରର ମସଲା ପକାଇ ପାନ ପରଷି ଦେଇଥାନ୍ତି ଦୋକାନୀ।